ଆମେ ପ୍ରାୟତଃ ତାଙ୍କ ସହ ରହୁ ଯିଏ ଆମର ଫିଲିଂସର ମୂଲ୍ୟ ହିଁ ବୁଝେନି। ତାଙ୍କ ମନ ହେଲେ କଥା ହେବେ, ମନ ନଥିଲେ ଝଗଡ଼ା କରିବେ, ନହେଲେ କୌଣସି ବାହାନା ବି କରିନେବେ। ତାଙ୍କ ପାଖରେ ସବୁ ବେକାର ଜିନିଷ ପାଇଁ ସମୟ ଥିବ, ହେଲେ ଆମ ପାଇଁ କିଛି ମୁହୂର୍ତ୍ତ ବି ତାଙ୍କୁ ଚିଡ଼ା ଲାଗୁଥିବ, ରାଗ ଲାଗୁଥିବ। ଆମେ ତାଙ୍କର ସବୁ କଥାକୁ ମାନିବା, ହେଲେ ସିଏ ଆମର ଗୋଟିଏ କଥା ବି ମାନିବେ ନାହିଁ। ସେ ଠିକ୍ କୁହନ୍ତୁ କି ଭୁଲ କୁହନ୍ତୁ, ସବୁ ଶୁଣୁଥିବା, ଯେବେ କାରଣ ପଚାରିବାକୁ ଚାହିଁବା ସେ ସାଇଡ୍ ହୋଇଯିବାର ଧମକ ଦେବାକୁ ଲାଗିବେ। ଆଉ ଯଦି କେବେ ଆମେ ତାଙ୍କୁ ନିଜ ଦୁଃଖ ବୁଝେଇବାକୁ ଚେଷ୍ଟା କରିବୁ, ସେ ନିଜର 10ଟା ଦୁଃଖ କଥା କହି ଆମକୁ ଇମୋସନାଲ୍ କରିବାକୁ ଚେଷ୍ଟା କରିବେ। ସେ ରାଗିକି ସବୁ କହିପାରିବେ କାରଣ ତାଙ୍କର ଆମ ଉପରେ ଅଧିକାର ଅଛି, କିନ୍ତୁ ଆମର ତାଙ୍କ ଉପରେ ରାଗିବାର ଅଧିକାର ବି ନାହିଁ। ଆଉ ଯଦି କେବେ ପ୍ରତିବାଦର ସ୍ୱର ଉଠେ, ତେବେ ସେଇଦିନ ବ୍ରେକଅପ୍। ମୋତେ ତ ଲାଗେ ଯେପରି ବ୍ରେକଅପ୍କୁ ପକେଟରେ ରଖି ବୁଲନ୍ତି। ଟିକେ ତାଙ୍କ ଖୁସିରେ ଆଘାତ ଆସିଲେ ସଙ୍ଗେ ସଙ୍ଗେ ବ୍ରେକଅପ୍ ଫୋପାଡ଼ା ଦିଅନ୍ତି। ଯେମିତି ଆମେ ସହିବା ପର୍ଯ୍ୟନ୍ତ ଲଭ୍ ବଞ୍ଚିକି ରହିବ, ଥରେ କହିବା ଆରମ୍ଭ କଲେ ବ୍ରେକଅପ୍। ଯଦି ଜଣେ ଧନୀ ବେପାରୀକୁ ଲକ୍ଷେ ଟଙ୍କା ମିଳେ, ତେବେ ସିଏ ସେହି ଟଙ୍କାକୁ ବ୍ୟବସାୟକୁ ବଢ଼ାଇବା ପାଇଁ ଲଗେଇବ। କିନ୍ତୁ ଯଦି ଗରିବକୁ ମିଳିବ, ତେବେ ସିଏ ଅଦରକାରୀ ଜିନିଷ କିଣି ପଇସାକୁ ବର୍ବାଦ କରିଦେବ। ଅର୍ଥାତ୍ ତାଙ୍କୁ ତାହା ଦେବା ଆବଶ୍ୟକ ଯିଏ ଯାହାର ଯୋଗ୍ୟତାରୁ ଅଧିକ ମିଳିଗଲେ ମଣିଷ ତାକୁ ସମ୍ଭାଳି ପାରେ ନାହିଁ। ଆପଣ ଜାଣି ଜାଣି ତାଙ୍କୁ ଏତେ ଭଲ ପାଇବା ଦେଇଥିଲେ ଯାହା ପାଇଁ ସେ ଯୋଗ୍ୟ ହିଁ ନଥିଲେ। ସମ୍ପର୍କ ଉଭୟ ପଟୁ ମଜବୁତ ହେବା ଦରକାର, କିନ୍ତୁ ଯଦି ଏହା ଜଣାପଡ଼ୁଛି କି ଆପଣ କେବଳ ସମ୍ପର୍କକୁ ବଞ୍ଚାଇବାକୁ ଚାହୁଁଛନ୍ତି ଆଉ ସେ କେବଳ ଅଭିନୟ କରୁଛନ୍ତି, ତେବେ ସମ୍ପର୍କର ମୂଲ୍ୟ ବି କିଛି ନାହିଁ। ପ୍ରେମ ଯଦି ସମ୍ମାନ, ସମୟ ଏବଂ ପ୍ରେରଣା ଦିଏ, ତେବେ ତାହା ହିଁ ସଚ୍ଚା ପ୍ରେମ। ନହେଲେ ଦୂରେଇ ଯାଅ ଏପରି ସମ୍ପର୍କଠାରୁ। ଆଇ ଲଭ୍ ୟୁ କହୁଥିବା ମଣିଷ ସବୁବେଳେ ଭଲ ପାଉଥିବ ଏହା ଜରୁରୀ ନୁହେଁ। କିଛି ମଣିଷ ନିଜର ଖୁସି ଆଉ ଟାଇମ୍ ପାସ୍ ପାଇଁ ମଧ୍ୟ ଆଇ ଲଭ୍ ୟୁର ସାହାରା ନିଅନ୍ତି। ଔକାତ ବା ଓଜନ ଏଇଥିରେ ସବୁକିଛି ନିର୍ଭର କରେ। ସିଏ ଲଭ୍ରେ ହେଉ କି ଅନ୍ୟ କୌଣସି ସମ୍ପର୍କରେ ହେଉ, ଜାଣି ଜାଣି କେବେ ନିଜର ଔକାତ କମାଅନି। ମୁଁ ଆପଣଙ୍କୁ 3ଟି ଉପାୟ କହୁଛି ଯାହାକୁ ଚାଣକ୍ୟ ମଧ୍ୟ ମାନନ୍ତି, ଯାହାଦ୍ୱାରା ଆପଣଙ୍କୁ ଇଗ୍ନୋର କରୁଥିବା ମଣିଷ, ଆଭଏଡ୍ କରୁଥିବା ମଣିଷ, ହୀନ ବା ଛୋଟ ଦୃଷ୍ଟିରେ ଦେଖୁଥିବା ମଣିଷ ଦିନେ ଆପଣଙ୍କ ପାଦ ତଳକୁ ଆସିବ। ଆଜିଠାରୁ ମୁଁ ମୋର ଔକାତ ନିଶ୍ଚୟ ବଢ଼ାଇବି, ମୋର ଓଜନ ନିଶ୍ଚୟ ବଢ଼ାଇବି। କାହାକୁ ଘର ଲୋକ ଇଗ୍ନୋର କରୁଛନ୍ତି ତ କାହାକୁ ସାଙ୍ଗସାଥୀ ଇଗ୍ନୋର କରୁଛନ୍ତି, ତ ଆଉ କାହାକୁ ଲଭ୍ ପାର୍ଟନର ଇଗ୍ନୋର କରୁଛନ୍ତି। ଆପଣ ଏତେ ବି ବିଚରା ନୁହେଁ ଯେତିକି ସେମାନେ ଆପଣଙ୍କୁ ଭାବୁଛନ୍ତି। ବାସ୍ ଥରେ ହିଁ କାମ କରି ଦେଖନ୍ତୁ। ଯାହା ମୁଁ ଏବେ କହିବାକୁ ଯାଉଛି, ଯିଏ ଆପଣଙ୍କୁ ଇଗ୍ନୋର କରନ୍ତି ସିଏ କଲବଲ ହୋଇଯିବେ ଆପଣଙ୍କ ସହ କଥା ହେବା ପାଇଁ। ଫାର୍ଷ୍ଟ, ରିଟର୍ନ ବିହେଭିୟର। ଦେଖିବେ, ଆପଣଙ୍କୁ ଇଗ୍ନୋର କରୁଥିବା ମଣିଷକୁ ଯଦି ଆପଣ ଇଗ୍ନୋର କରନ୍ତି, ସେ ଏପରି ବ୍ୟବହାର କରିବେ ଯେପରି ଆପଣ ତାଙ୍କ ସହ ଅନ୍ୟାୟ କରୁଛନ୍ତି। ସେ ଇଗ୍ନୋର କଲେ ଠିକ୍, କିନ୍ତୁ ଆପଣ କଲେ ଭୁଲ। କିନ୍ତୁ ଯାହା ପଛେ ହେଇଯାଉ, କିନ୍ତୁ ଏବେଠାରୁ ତାଙ୍କୁ ଇଗ୍ନୋର ହିଁ କରିବାର ଅଛି। ସେକେଣ୍ଡ, କ୍ଲେଭରଲି ଇଗ୍ନୋର। ଚାଲାକିର ସହ ଇଗ୍ନୋର କରିବା। ତାଙ୍କୁ ଇଗ୍ନୋର କରିବା ଏବଂ ସିଏ ଯେବେ ଏକଥା କହିବାକୁ ଚେଷ୍ଟା କରିବେ କି ଆପଣ ଭୁଲ କରୁଛନ୍ତି, ସେତେବେଳେ ଆପଣ ତାଙ୍କୁ ଧୀରେ ସେ ସରି କହିଦେବେ। ହଁ ଆଜ୍ଞା, ଠିକ୍ ଶୁଣିଲେ। ତାଙ୍କୁ ମନେଇବାକୁ ଚେଷ୍ଟା କରିବେ। ଥରେ ସିଏ ବୁଝିଗଲା ପରେ ତାକୁ ପୁଣି ଥରେ ଇଗ୍ନୋର କରିବେ। ଏହିପରି 7 ଦିନ କରିକି ଦେଖନ୍ତୁ। ଯିଏ ନିଜ ଭୁଲ ବୁଝିପାରୁଥିବେ ହେଲେ ଆପଣଙ୍କ ପାଖରେ କିଛି କହିପାରୁନଥିବେ। ଥାର୍ଡ, ବ୍ରେକଅପ୍ ଦ ପ୍ରେସେନ୍ସ। ସବୁ ଜିନିଷର ଗୋଟିଏ ସୀମା ଅଛି। ତାଙ୍କ ଧୈର୍ଯ୍ୟକୁ ଭାଙ୍ଗିବାକୁ ଚେଷ୍ଟା କର। ଚାଲାକିରେ ସହ ଖେଳିବାକୁ ଚେଷ୍ଟା କର। ତାଙ୍କୁ ଏମିତି ଜଣାଅ ଯେପରି ତାଙ୍କ ବିନା ଆପଣ କିଛି ବି ନୁହେଁ, ସେ ହିଁ ସବୁ କିଛି ଆପଣଙ୍କ ପାଇଁ। ଏପରି 3 ଦିନ କରି ତାପରେ ହଠାତ୍ ତାଙ୍କୁ ଇଗ୍ନୋର କରିବା ଆରମ୍ଭ କରିଦିଅ। ନିଜ କାମରେ ଏବଂ କଥା ଛଳରେ ଏକଥା ଜଣାଅ କି ଆପଣ ତାଙ୍କ ବିନା ସବୁ କରିପାରିବେ। ସିଏ ଥିଲେ କି ନଥିଲେ ଆପଣଙ୍କୁ କିଛି ଫରକ ପଡ଼ିବନି। ଦେଖିବେ, ଧୀରେ ଧୀରେ ତାଙ୍କ ଧୈର୍ଯ୍ୟ ନିଶ୍ଚୟ ଭାଙ୍ଗିବ। ସେ ବାଧ୍ୟ ହୋଇ ପଚାରିବେ, ଆଉ ସେତେବେଳେ ଆପଣ ନିଜ ମନ ମୁତାବକ ଉତ୍ତର ଦେଇପାରିବେ। ତାଙ୍କୁ ତାଙ୍କର ଔକାତ ଦେଖାଇ ପାରିବେ। ଲାଷ୍ଟ ଆଣ୍ଡ ନଟ୍ ଦି ଲିଷ୍ଟ, କ୍ଲେଭରଲି ଲିଭ୍ରେଟ୍। ସମୟ ଆସିବ ଯେବେ ସିଏ ପଚାରିଦେବ
कि आजिकाली तुमर कौन होइछि, तुमे एते बदली काहींकी गल, तुमे आउ आग भଳି नाह, एपरि अनेक किछि। सेतेबेले भाबी विहुड़ होई आउ तांको सब कहिदेब नाही, बरं तांको सब कथार गोटिए सठिक एवं चालाकपूर्ण उत्तर देबार अछि कि मु बदली जाइछि, बरं एबे टिके बिजी होई जाइछि। सेतेबेले तांको एहा जणैब कि समय आसु सब कहबी। निज सम्मान निज हातरे, निज ओजन बढ़ा। शरीरर ओजन नुहे, बरं कथार ओजन, आपणक व्यक्तित्वर ओजन। तापाई आपणको ताहा करिबाकु पड़िबो जेउथिरे न मागिले सम्मान मिलिबो, सब स्थान रे आपणकर प्रशंसा मिलिबो। तेबे आउ डेरी करंतु नाही, आज ही निज स्वप्न पई लागि जांतो। आ इग्नोर करुथिबा मनुष्य को यह देखै दियंतु कि आपण चाहिले कौन कौन करि पारंती। जदि आपणको ही भिडियोटी भल लागि थे ताहले निश्चित कमेंट करंतु, लाइक करंतु और सब्सक्राइब करने को जमा भी भूलिबे नहीं। जय श्री कृष्ण।